ଯିଏ ବି ତମକୁ ଟଙ୍କାଟିଏ ମାଗୁଛି ବା ତମେ ଟଙ୍କାଟିଏ କାହାକୁ ଦଉଛ, ସେ ମାଗିବା ଲୋକର ଉଦ୍ଦେଶ୍ୟକୁ ପରଖିବ, ଦବା ଲୋକର ବି ଉଦ୍ଦେଶ୍ୟକୁ ପରଖିବ। ସେ କାହିଁକି ମୋତେ ଦଉଛି? ତମେ ତ ଆମର ସେବା କରିବା ପାଇଁ ଆସିଛ, ତାପରେ କାହିଁକି 500 ଟଙ୍କା ହଉ କି ଲୁଗା ଖଣ୍ଡେ ହଉ କି 5,000 ଟଙ୍କା ହଉ ତୁମେ ଦବ କାହିଁକି? ଆମ ଇଚ୍ଛା ହେଲା, ଆମେ ଜାଣିଲୁ ତମେ ସଠିକ ପ୍ରାର୍ଥୀ, ଆମେ ତମକୁ ଭୋଟଟିଏ ଦବୁ। ସେଟା ହଉଛି ଆମର ଅଧିକାର। ଆମ ଅଧିକାରକୁ ତୁମେ ଆମକୁ 500 ଟଙ୍କାରେ ଲୁଗା ଖଣ୍ଡରେ କିଣି ନେଇଯିବ? এটা କେତେ ଦୂର ଠିକ୍? ଆପଣ ବିଜେପିରେ ହୁଅନ୍ତୁ କି ବିଜେଡିରେ ହୁଅନ୍ତୁ କି କଂଗ୍ରେସରେ ହୁଅନ୍ତୁ, ଯିଏ ବି ଟଙ୍କା ଦେଇକି ଭୋଟ ନେଉଛି ତାଙ୍କ ପାଇଁକି ଆପଣଙ୍କର ମତ କ'ଣ ଦେବେ? ଆପଣ କ'ଣ ତାଙ୍କୁ ସତରେ ଦେବେ? ଆଉ ଯଦି ଯିଏ ଚାଲାକ ଲୋକ ହେଇଥିବ, ଟଙ୍କାଟି ରଖିଦେବ, ତାପରେ ତା ଇଚ୍ଛା ଯାହାକୁ ହବ ସେ ତାକୁ ଭୋଟଟି ଦେଇଦେବ। ଯଦି ଏମିତି ହୁଅନ୍ତା ତାହେଲେ ଆମେ ସଠିକ ପ୍ରାର୍ଥୀକି ଶାସନ ଗାଦିରେ ବସାନ୍ତେ, ଠିକ୍ ନା?